କାହାର ଭାବୁଛନ୍ତି ଯେ ଏଥିରେ କଂଗ୍ରେସର କିଏ ବିଭୀଷଣ ଅଛନ୍ତି କି? ମୁଁ ସେଗୁଡ଼ା କହିପାରିବିନି, ତାକୁ ସଭାପତି କହିବେ। କିନ୍ତୁ ମୁଁ ଜାଣିବାରେ କଂଗ୍ରେସ ବହୁତ ରାଇଜ୍ କରିଛି। ଏଇ ବାଇ ଇଲେକ୍ସନରେ ଆମେ ସେକେଣ୍ଡ ପୋଜିସନକୁ ଆଇଛୁ। ଭକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ସମର୍ଥନ ରହିଛି, କଂଗ୍ରେସ ଲୋକଙ୍କର ସମର୍ଥନ ରହିଛି। ଆମେ ମଧ୍ୟ ସମସ୍ତେ ସଂଗଠନ ସୁଦୃଢ଼ କରିବା ପାଇଁ ଲାଗି ପଡ଼ିଛୁ। ଆଉ ବିହାର କାହିଁ ଶୋଚନୀୟ ପରାସ୍ତ ହେଲା? ମୁଁ କହିପାରିବିନି, ବିହାର ଲୋକ କହିବେ, ସେ ରାହୁଲ ଗାନ୍ଧୀ କହିବେ, ସେ ମୋତେ କହିବେ। କିନ୍ତୁ ଆମେ କେବଳ ପଇସା ପାଇଁ ହାରିଗଲୁ। 5,000 10,000 ଟଙ୍କା ବିଜେପି ବାଣ୍ଟି ଜିତି ଗୋଟେ ଗର୍ବ ଦେଖାଉଛି। ଏଗୁଡ଼ା ଏ ଗର୍ବର ମୂଲ୍ୟ କିଛି ନାହିଁ। କିନ୍ତୁ ସମସ୍ତେ କହୁଛନ୍ତି ଯେ କଂଗ୍ରେସ ପାଖରେ ବି ପ୍ରଚୁର ପଇସା ଅଛି। ନାଇଁ ନାଇଁ, ସେମିତି ପଇସା ନାହିଁ। କଂଗ୍ରେସ ଲୋକ ଡକାୟତ କରନ୍ତିନି। ଏ ଯେମିତି ମୋଦି ସରକାର ଡକାୟତ କରି ପଇସା କମାଉଛି, ଡକାୟତ କରି ଭୋଟ ଚୋରି କରି ପ୍ରଧାନମନ୍ତ୍ରୀ ହେଇଛି, ଡକାୟତ କରି ଜିତିଛନ୍ତି ବିହାର ତ ଓଡ଼ିଶା। ସେଭଳିଆ କଂଗ୍ରେସ ସେଭଳିଆ ଲଜ୍ଜିତ କାମ କେବେ କରେ? ଓଡ଼ିଶାରେ ସେଇ ଭୋଟ ଚୋରି ଆରମ୍ଭ ହେବ ନା ବନ୍ଦ ହେଇଯିବ? ନାଇଁ ନାଇଁ, ବନ୍ଦ ହେଇଯିବ। ଭୋଟ ଚୋରି ଏଥର ଆମେ ନିଜେ କଣ୍ଟ୍ରୋଲ କରିବୁ, ପ୍ରତି ବୁଥକୁ ଜଗିବୁ। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆଦିବାସୀ, ହରିଜନ, ମହିଳା, ମାଇନର କମିଟି ସବୁ ଜଗିବୁ ଆମେ। ଲିକ୍ ଯେମିତି ନ ହେବ, ଭୋଟ ଚୋରି ନ ହେବ, ସେଥିପାଇଁ ଆମେ ସ୍ୱତନ୍ତ୍ର ସ୍କ୍ୱାଡ୍ କରି ଜଗିବୁ। ଆଉ କଂଗ୍ରେସ ହେଇକି ଲଢ଼ିକି ଜିତିବ? ହଁ ହଁ, କମିଂ 29 କଂଗ୍ରେସ। ରାହୁଲ ଗାନ୍ଧୀ ପ୍ରାଇମ୍ ମିନିଷ୍ଟର ହେବ, ଏଠି ଭକ୍ତ ଦାସ ଚିଫ୍ ମିନିଷ୍ଟର ହେବ। ତାହେଲେ କଂଗ୍ରେସକୁ ହରଉ ନା? କଂଗ୍ରେସକୁ ହରଉ? ନାଇଁ ନାଇଁ, କଂଗ୍ରେସ କମିଂ। ଆମେ ସବୁ ଏକାଠି ହେଇଗଲୁ। ଆଜି ସକାଳେ ସମସ୍ତେ ଭକ୍ତ ଦାସଙ୍କ ନେତୃତ୍ୱରେ ଏକାଠି ହେଇଥିଲୁ। ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ରାମ ଖୁଣ୍ଟିଆ, ସମସ୍ତେ ଚିହ୍ନ। କିନ୍ତୁ ଆହୁରି ଭୋଗିବା ଉଚିତ। ତମେ ଜଣେ ନାଗରିକ 3ଟି ଋତୁରେ 3ଟି ଜିନିଷ ଖାଇବ। ଖରା ଦିନେ ଖରା ଖାଇବ, ବର୍ଷା ଦିନେ ବର୍ଷା ଖାଇବ, ଶୀତ ଦିନେ ଶୀତ ଖାଇବ। କୌଣସି ରୋଗ ହେବନି, ସ୍ୱାସ୍ଥ୍ୟ ଭଲ ରହିବ। ମଶା ପ୍ରବଳ ହେଉଛି। ମଶା ପ୍ରବଳ। ମଶାକୁ କେମିତି? ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ଦରକାର, ଅର୍ବାନ୍ ଡିପାର୍ଟମେଣ୍ଟ ହସ୍ତକ୍ଷେପ କରିବା ଦରକାର, ନିଜେ ମୋହନ ମାଝି କରିବା ଦରକାର। ଗଙ୍ଗୁଆଟା ପଚିକି ସଡ଼ିଗଲାଣି, ବିନ୍ଦୁସାଗର ଆହୁରି ପଚି, କେଦାରଗୌରୀ ପଚି, ପୋଖରୀ ପଚି, ଚାରିଆଡ଼େ ନାଳ ପୋଚା, ଗୁଅ ଗନ୍ଧ। ତେଣୁ ମଶା ପ୍ରବଳ। ଯଦି ନିଜେ ମୋହନ ସରକାର ହାତକୁ ନେଇ ସଫେଇ କରନ୍ତେ, ମଶା ମରା ଔଷଧ ପକାନ୍ତେ, ତାହେଲେ ଭଲ ହୁଅନ୍ତା। ଏଜେଣ୍ଡା ଆସିବ, ଭାଷଣ ହେବ, ଯିବେ, ସେଗୁଡ଼ା ଗୋଟେ ନୂଆ କଥା ନୁହଁ। ସବୁବେଳେ ଜିଲ୍ଲାପାଳ, ଏସ୍ପି ସବୁମାନଙ୍କର ମିଟିଂ ହୁଏ। କାଲି ବି ହେଇଛି, ଆଜି ବି ହେଉଛି। ନୂଆ କଥା କିଛି ନାହିଁ। କଲିକତା ଭିତରଟା ହେଉଛି 150 କିଲୋମିଟର, ୟା ଭିତରଟା ମାତ୍ର 30 କିଲୋମିଟର। ତେଣୁ ବଢ଼ିଆ ଦରକାର। ଖୋର୍ଦ୍ଧାକୁ, ଜଟଣୀକି, କଟକକୁ, ପିପିଲି ଡେଲାଙ୍ଗକୁ, ବାଲିଅନ୍ତା ବାଲିପାଟଣାକୁ ମିଶାଇ ଦେବା ଦରକାର, ତାହେଲେ ଭଲ ହେବ। ସାର୍, ଏବେ ଯେଉଁ ନୂଆ କୁହାହେଉଛି ନୂଆ ଭୁବନେଶ୍ୱର ସିଟି, ସେପଟେ ଯେଉଁ ଅଛି ଆପଣଙ୍କ ଏରିଆ, ଜଟଣୀ କୁହାଗଲେ ସବୁଠାରୁ ବଡ଼, ଯେ ତାକୁ ଆପଣ କେମିତି ଦେଖୁଛନ୍ତି? ତାକୁ ପାଇଁ ଆମର କେଉଁ କଲେଜ ଇଏ କ'ଣ ବଡ଼ କରିବେ? ଆଙ୍କ ହାତରେ କ'ଣଟା ଅଛି? ମୋହନ ସରକାର କ'ଣ କରିବ? ସେଟା ଭୁବନେଶ୍ୱର, ନୂଆ ଭୁବନେଶ୍ୱର ହେବ। ତାକୁ କରିକି ଯାଇଛି ନବୀନ ପଟ୍ଟନାୟକ। ମୋ ନିର୍ବାଚନ ମଣ୍ଡଳୀ ଗୋଠପାଟଣା ସିଟି କରିବା ପାଇଁ ସେ କରିକି ଯାଇଛି। ଇଏ କିଛି ନୂଆ କାର୍ଯ୍ୟ କିଛି ହାତକୁ ନେଇନାହାନ୍ତି, କି କରିବା ପରିସ୍ଥିତିରେ ମଧ୍ୟ ନାହାନ୍ତି। ସାର୍, ଏବେ ମୁଁ ଯାହା ଦେଖିଲି ଠିକ୍ ଅଛି। ଯେଉଁମାନେ ରାସ୍ତାରେ ଯାଉଛି ଘର, ତାକୁ ଘର ଆଲର୍ଟ ହେଇଛି, ଜମି ଆଲର୍ଟ ହେଇଛି, ମୋତେ ଦେଖେଇଲେ। ତାହେଲେ କାହିଁ ସେମାନେ ବିରୋଧ କରୁଛନ୍ତି ନା? ତାକୁ ମୁଁ କହିପାରିବିନି। କିନ୍ତୁ ରାସ୍ତା ପାଇଁ ରାସ୍ତା କାଲି ଛାଡ଼ି ଦେଇଛନ୍ତି, ରାସ୍ତା ହେଇଯାଇଛି। ମୁଁ ଯାଇଥିଲି ସ୍ପଟ୍କୁ, ଅନ୍ୟାୟ ହେଉଥିବ ଦେଖିବା ପାଇଁ। ପ୍ରକୃତରେ ଯାହାଙ୍କୁ ସବୁ ଘର ଭଙ୍ଗା ହେଇଛି ତାକୁ ଆଲର୍ଟମେଣ୍ଟ ହେଇଯାଇଛି, ଦେଖେଇଲେ ସବୁ କାଗଜ। କାଲି ପ୍ରକାଶ ଜେନା ବି ଯାଇଥିଲେ, କଂଗ୍ରେସ ଦଳ ଯାଇ ପହଞ୍ଚିଥିଲା ଗରିବ ଲୋକଙ୍କୁ ପ୍ରୋଟେକ୍ସନ୍ ଦେବା ପାଇଁ। ସାର୍, ପଚାରେ କିଏ? ବଲ୍ଲଭ ଭାଇ ପଟେଲ କଂଗ୍ରେସର ଗୋଟେ ପିଲର। ଆଉ ଯଦି ହରେକୃଷ୍ଣ ମହତାବ ନଥାନ୍ତେ, ବଲ୍ଲଭ ଭାଇ ପଟେଲ ନଥାନ୍ତେ, ଏଡ଼େ ବଡ଼ ଭାରତବର୍ଷ ହେଇନଥାନ୍ତା। ତେମେ ତା ଫଟୋକୁ ଗୋଟେ ଦିଆସିଲି ମାରି ସଞ୍ଜଟେ ଜାଳିଦେଲେ ହେଇଗଲା। ବଲ୍ଲଭ ଭାଇ ପଟେଲ 7 ଜନ୍ମ ନବ ନରେନ୍ଦ୍ର ମୋଦି। 7 ନମ୍ବର। ତମେ କ'ଣ ନେହେରୁ କ୍ରିଟିସାଇଜ୍ କରୁଛ, ରାଜୀବ ଗାନ୍ଧୀ କ୍ରିଟିସାଇଜ୍ କରୁଛ, ଇନ୍ଦିରା ଗାନ୍ଧୀକି? ତମେ ଗୋଟେ ଚାହା ବିକାଳିର ପୁଅ, ତମେ କ'ଣ ଏଡ଼େ ଏଡ଼େ କଥା କହୁଛ? ନରେନ୍ଦ୍ର ମୋଦି
7.5 ବର୍ଷ ଯେ ଜେଲ୍ ଯାଇକି ସ୍ୱାଧୀନତା ଆଣିଥିଲେ ସେଇ ହେଉଛନ୍ତି ଇନ୍ଦିରା ଗାନ୍ଧୀ। ତାଙ୍କ ଉପରେ ତୁମେ କ'ଣ କଟୁବାଚ କରୁଛ? ଦେଶଦ୍ରୋହୀ କ'ଣ ରାହୁଲ ଗାନ୍ଧୀ କହୁଛ? ଆଜି ଯଦି ଏଡ଼େ ବଡ଼ ଭାରତ ବର୍ଷ ହେଇଛି ମୋତିଲାଲ ନେହେରୁଙ୍କ ନେତୃତ୍ୱରେ, ଲଜ୍ଜା, ଘୋର ଲଜ୍ଜା। ସାର୍